ବାସି ଦଶମୀ ଡାଲମା ଖାଇବି ବୋଲି ଆଜି ସକାଳୁ ଶୀଘ୍ର ଉଠି ବାସି କାମ ସବୁ ସାରିଦେଲି। କାଲି ଯେହେତୁ ବ୍ରତ ପଡିଥିଲା ସେଥିପାଇଁ ଦଶମୀ ଜିନିଷ କିଛି ଖିଆ ଯାଇ ନଥିଲା। ନଗଦ ଚକୁଳି ଦିଟା ପ୍ରସ୍ତୁତ କରି ସୁସ୍ୱାଦୁ ଜଳଖିଆଟି ଖିଆ ଯାଇଥିଲା। ତରକାରୀ ପାଇଁ ନାନା ବସି ମାଛ ଭାଜୁଛନ୍ତି ଆଉ ଗ୍ୟାସ ପାଖରେ ବୋଉ ଠିଆ ହେଇ ବାଦାମ ଲଡୁ ପ୍ରସ୍ତୁତ କରୁଛନ୍ତି। ଭଲସେ ବାଦାମ ଭଜା ହେଇଗଲା ପରେ ଖାଲି ଲଡୁ ବନେଇବା ରହିଲା ବାକି। ଦ୍ୱିପହର ଉପନୀତ ହେବାରୁ ସମସ୍ତଙ୍କୁ ଖାଇବା ପାଇଁ ବସେଇଲି ଡାକି। ଭାତ ମାଛ ତରକାରୀ ସହ ଟମାଟୋ ବାଇଗଣ କାକୁଡି ଚକଟାଟେ ହେଇଥିଲା। ବୋଉଙ୍କୁ ଅଲଗା ବସେଇ ନଣନ୍ଦ ଭାଉଜଙ୍କ ପାଇଁ ଏକାଠି ବଢା ଯାଇଥିଲା। ବୋଉଙ୍କୁ ଅଲଗା ବସେଇବାର କାରଣ ସେ ମାଛ ଖରାବେଳର ଦୁନିଆ କାମ ସାରି ସନ୍ଧ୍ୟା ବେଳ ଠାରୁ ବସିଲେ ଡିନର ପ୍ରସ୍ତୁତି କରି ଶୀଘ୍ର ରୋଷେଇ ସରିଗଲେ ନାନା ଭାଇଙ୍କୁ ପୁଣି ଖାଇ ପି ଶୀଘ୍ର ତାଙ୍କ ଘରକୁ ଫେରିଯିବାର ଅଛି। ପରଟା ଚକୁଳି କୋବି ଆଳୁ ବିମ୍ର ଭଜା ପ୍ରସ୍ତୁତି ଚାଲିଛି। ଆଦି ବାବାଙ୍କୁ ଶୀଘ୍ର ନିଦ ଲାଗିଲା ବୋଲି ଚକୁଳି ଭଜା ତାଙ୍କୁ ଆଗ ଖୁଆଇଦେଲି। ଏଇଠି ଶୋଇଥିବା ବ୍ୟକ୍ତି ଜଣକ ହଉଛନ୍ତି ଆମ ନଣନ୍ଦ। ବହୁତ ରିକ୍ୱେଷ୍ଟ କଲା ପରେ ଦେଇଥିଲେ ଆମର ଗୋଟେ ଭିଡିଓ ବନେଇ। ଭିଡିଓଟି ହଉଛି ନାନାଙ୍କର ମୋର ବସି ଡିନର କରୁଥିବା ବେଳେ। ଭିଡିଓ ଠାରୁ ବେଶୀ ଇମ୍ପୋର୍ଟାଣ୍ଟ ତାଙ୍କର ଟିଭି ଦେଖିବା। ନଣନ୍ଦେଇ ଆଉ ଶଳା ଭାଉଜଙ୍କର ଚାଲିଥିଲା ଏମିତି ଟିକେ ସବସ୍କ୍ରାଇବ କରିଦେଲେ ଆସିଯିବ ଆହୁରି ମଜା। ଜୟ ଜଗନ୍ନାଥ।